ପିଲାମାନେ ଆଜି ପଢ଼ିବା କଳିଙ୍ଗ ଯୁଦ୍ଧର ଯେତୋଟି ବି ପ୍ରଶ୍ନ ଅଛି ଏକ ମାର୍କିଆ ପ୍ରଶ୍ନ ମୁଁ ଆଲୋଚନା କରିବି ଯେଉଁଟାକି ତୁମକୁ ହେଲ୍ପ କରିବ MCQ କ୍ୱେଶ୍ଚିନ୍ସ ଜାଣିବା ପାଇଁ ଆଉ MCQ କ୍ୱେଶ୍ଚିନ୍ସରେ 100 ଆଉଟ୍ ଅଫ୍ 100 ଆଣିବା ପାଇଁ ମାନେ MCQ କ୍ୱେଶ୍ଚିନ୍ ଯେଉଁ 50 ମାର୍କ ଆସୁଛି ସେଥିରୁ ଯଦି କୌଣସି ବି ପ୍ରଶ୍ନ ଆସେ ତାହେଲେ ସେଇ ବ୍ୟୁରୋ ବହିର ପ୍ରଶ୍ନ ମୁଁ ଆଲୋଚନା କରୁଛି ତେଣୁ ସବୁକିଛି କରିପାରିବ। ଦେଖିବା ସମସ୍ତେ ଲାଇଭ୍ ଚାଟ୍ ବକ୍ସରେ ଆନ୍ସର ଦେବେ ଏ ପ୍ରଶ୍ନ ଗୁଡ଼ିକର। ପ୍ରଥମ ପ୍ରଶ୍ନ ମୁଁ ପଚାରିବି ତୁମକୁ। ପ୍ରଥମ ପ୍ରଶ୍ନ ହେଉଛି କଳିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବ ଡ୍ୟାସ୍ରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଦ୍ୱାରା କଳିଙ୍ଗ ବିରୁଦ୍ଧରେ ସଂଗଠିତ ହୋଇଥିଲା। କ'ଣ ହେବ ଉତ୍ତର? ତ କଳିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବ କେତେରେ ହେଇଥିଲା? ଖ୍ରୀଷ୍ଟପୂର୍ବ କେତେରେ ହେଇଥିଲା? ସେ ହେଉଛି 261। କ'ଣ ହେବ? 261 ଖ୍ରୀଷ୍ଟପୂର୍ବ 261 ନାଇଁ କି? ଦେଖିବା ନେକ୍ସଟ ପ୍ରଶ୍ନ। ନନ୍ଦ ବଂଶର ଶେଷ ରାଜା କିଏ ଥିଲେ? ନାଇଁ, ନନ୍ଦ ବଂଶର ଶେଷ ରାଜା ଯାହାକୁ କି ଏଇ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସେଇ ନନ୍ଦ ବଂଶର ଶେଷ ରାଜାକୁ କ'ଣ ତାଙ୍କର ରାଜ୍ୟକୁ ଧ୍ୱଂସ କରିଥିଲେ ଆଉ ନନ୍ଦ ବଂଶର ଶେଷ ରାଜାକୁ ଡିଫିଟ୍ କରିଥିଲେ। ତ ନନ୍ଦ ବଂଶର ଶେଷ ରାଜା ହେଉଛି ଧନନନ୍ଦ। କ'ଣ ହେବ? ଧନନନ୍ଦ। ଦେଖିବା ନେକ୍ସଟ ପ୍ରଶ୍ନ। ଡ୍ୟାସ୍ ନନ୍ଦ ବଂଶକୁ ଧ୍ୱଂସ କରି ମଗଧରେ ମୌର୍ଯ୍ୟ ବଂଶର ପ୍ରତିଷ୍ଠା କରିଥିଲେ। କିଏ ନନ୍ଦ ବଂଶକୁ ଧ୍ୱଂସ କରି ମଗଧରେ ମୌର୍ଯ୍ୟ ବଂଶର ପ୍ରତିଷ୍ଠା କରିଥିଲେ? ସେ ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। କିଏ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ଡ୍ୟାସ୍ ଓ ତତ୍ପରେ ଡ୍ୟାସ୍ ମଗଧ ସିଂହାସନ ଆରୋହଣ କରିଥିଲେ। ତ ଚନ୍ଦ୍ରଗୁପ୍ତଙ୍କ ପରେ କିଏ ସିଂହାସନ ଆରୋହଣ କରିଥିଲେ? ସେ ହେଉଛନ୍ତି ବିନ୍ଦୁସାର, ତାଙ୍କ ପୁତ୍ର ବିନ୍ଦୁସାର। ଆଉ ବିନ୍ଦୁସାରଙ୍କ ପରେ କିଏ ସିଂହାସନ ଆରୋହଣ କରିଥିଲେ? ବିନ୍ଦୁସାରଙ୍କର ପୁତ୍ର ଅଶୋକ। ଠିକ୍ ଅଛି। ନେକ୍ସଟ ପ୍ରଶ୍ନ ଦେଖିବା। ନେକ୍ସଟ ପ୍ରଶ୍ନ ହେଉଛି କ'ଣ ନା ବୌଦ୍ଧ ଗ୍ରନ୍ଥ ଦୀପବଂଶ ଅନୁସାରେ ଅଶୋକ ତାଙ୍କର 99 ଜଣ ଭାଇଙ୍କୁ ହତ୍ୟା କରି ଖ୍ରୀଷ୍ଟପୂର୍ବ ଡ୍ୟାସ୍ରେ ମଗଧ ସିଂହାସନ ଆରୋହଣ କରିଥିଲେ। ଏଇଟା କ'ଣ ହେବ ନା ମଗଧ ସିଂହାସନ ସେ ଆରୋହଣ କରିଥିଲେ 273ରେ। ଓକେ, 273ରେ। ତ 273ରେ ମଗଧ ସିଂହାସନ ଆରୋହଣ କରିଥିଲେ। ଆଉ ଗୋଟେ ପ୍ରଶ୍ନ ଅଛି ଯେ କେଉଁ ସାହିତ୍ୟରୁ ଜଣାପଡ଼େ ଯେ ସେ 99 ଭାଇଙ୍କୁ ହତ୍ୟା କରି ଖ୍ରୀଷ୍ଟପୂର୍ବ 273ରେ ମଗଧ ସିଂହାସନ ଆରୋହଣ କରିଥିଲେ? ଏଇଟା ହେବ ବୌଦ୍ଧ ଗ୍ରନ୍ଥ ଦୀପବଂଶରୁ ଜଣାପଡ଼େ। ନେକ୍ସଟ ପ୍ରଶ୍ନ। ଭାତୃ ବିବାଦ ପାଇଁ ଅଶୋକଙ୍କର ଅଭିଷେକ ଉତ୍ସବ ଖ୍ରୀଷ୍ଟପୂର୍ବ ଡ୍ୟାସ୍ରେ ହୋଇଥିଲା। କେବେ ହେଇଥିଲା ଖ୍ରୀଷ୍ଟପୂର୍ବ ଅଭିଷେକ ଉତ୍ସବ? ନାଇଁ କି? ଭାତୃ ବିବାଦ ପାଇଁ ଅଭିଷେକ ଉତ୍ସବ ଖ୍ରୀଷ୍ଟପୂର୍ବ 200 ଓକେ 200 କ'ଣ ହେବ 269 ଓକେ ଖ୍ରୀଷ୍ଟପୂର୍ବ 269ରେ ହୋଇଥିଲା। ଦେଖିବା ନେକ୍ସଟ ପ୍ରଶ୍ନ। କଳିଙ୍ଗ ଯୁଦ୍ଧ ଅଶୋକଙ୍କର ଅଭିଷେକର ଡ୍ୟାସ୍ ବର୍ଷରେ ସଂଗଠିତ ହୋଇଥିଲା। କେଉଁ ବର୍ଷରେ ସଂଗଠିତ ହୋଇଥିଲା? ଏଇଟା ବାରମ୍ବାର ପଡ଼େ ପ୍ରଶ୍ନ। ତ ଅଶୋକଙ୍କର ଅଭିଷେକ ହୋଇଥିଲା କେବେ? 269 ଖ୍ରୀଷ୍ଟପୂର୍ବ 269। ଆଉ ତାହେଲେ ତାଙ୍କର ଯେଉଁ କଳିଙ୍ଗ ଯୁଦ୍ଧ କେବେ ହେଇଥିଲା? 261। ତାହେଲେ କେତେ ବର୍ଷ ଡିଫରେନ୍ସ ରହୁଛି? 8 ବର୍ଷ। ତେଣୁ ଅଷ୍ଟମ ବର୍ଷରେ ଓକେ ଅଷ୍ଟମ ଅଭିଷେକର ଅଷ୍ଟମ ବର୍ଷରେ ସଂଗଠିତ ହୋଇଥିଲା। ନେକ୍ସଟ ପ୍ରଶ୍ନ। ତିବ୍ବତୀୟ ଲେଖକ କାହାର ବର୍ଣ୍ଣନାରୁ ବା ଡ୍ୟାସ୍ଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ କଳିଙ୍ଗର ନାଗାମାନେ ଅଶୋକଙ୍କର ଅଳଙ୍କାର ମାନ ଲୁଟି ନେଇଥିଲେ, ସେଇଥିପାଇଁ ସେ କଳିଙ୍ଗ ଆକ୍ରମଣ କରିଥିଲେ। ଠିକ୍ ଅଛି। ତେଣୁ ତାର ପ୍ରତିଶୋଧ ନେବା ପାଇଁ ତେଣୁ କଳିଙ୍ଗର ନାଗାମାନେ ଅଶୋକଙ୍କର ଅଳଙ୍କାର ଲୁଟି ନେଇଥିଲେ। ତିବ୍ବତୀୟ ଲେଖକ କିଏ? କାହାର ଲେଖାରୁ ଜଣାପଡ଼େ? ସେ ହେଉଛନ୍ତି ଲାମା ତାରାନାଥ। କ'ଣ? ଲାମା ତାରାନାଥ। ଠିକ୍ ଅଛି। ଦେଖିବା 9 ନମ୍ବର ପ୍ରଶ୍ନ। 9 ନମ୍ବର ପ୍ରଶ୍ନ ହେଉଛି କ'ଣ ନା କିମ୍ବଦନ୍ତୀ ଅନୁସାରେ କିମ୍ବଦନ୍ତୀ ମାନେ ଶୁଣା କଥା। କିମ୍ବଦନ୍ତୀ ଅନୁସାରେ ଅଶୋକ କଳିଙ୍ଗର ଡ୍ୟାସ୍ ନାମକ ଏକ ଧୀବର କନ୍ୟାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଥିଲେ। ନାଇଁ, କାହାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଥିଲେ ସିଏ? ନାଇଁ, କାହାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଥିଲେ ଏବଂ ତାଙ୍କୁ ସେ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ। କାହାର ସୌନ୍ଦର୍ଯ୍ୟ? ସେ ହେଉଛନ୍ତି କାରୁବାକି। କ'ଣ ନା ହେଉଛି କାରୁବାକି। ଦେଖିବା ନେକ୍ସଟ ପ୍ରଶ୍ନ। କଳିଙ୍ଗ ଯୁଦ୍ଧ ଡ୍ୟାସ୍ ନଦୀ କୂଳରେ ସଂଗଠିତ ହୋଇଥିଲା। କ'ଣ ହେବ ଉତ୍ତର? କଳିଙ୍ଗ ଯୁଦ୍ଧ କ'ଣ ଦୟା ନଦୀ କୂଳରେ ସଂଗଠିତ ହୋଇଥିଲା।
देखा नेक्स्ट प्रश्न डैश शिलालेखरू कलिंग युद्धर सूचना मिले यहाँ बहुत थर प्रश्न आसी पे क्यों शिलालेखरू कलिंग युद्धर सूचना मिले ये हूँ त्रयोदश शिलालेखरू कौन त्रयोदश अशोकंकर त्रयोदश शिलालेखरू नेक्स्ट प्रश्न त्रयोदश माने 13तम ओके नेक्स्ट प्रश्न कलिंग युद्ध कलिंगर डैश लोक निहत होते और डैश हजार लोक बंदी होते कौन हम ना 1,00,000 लोक निहत होते आउ केते ना 1,50,000 लोक 1,50,000 लोक बंदी होते नेक्स्ट प्रश्न डैश नामक जड़े बौद्ध भिक्षुक ठारू अशोक बौद्ध धर्म ग्रहण करते कहा ठारू अशोक बौद्ध धर्म ग्रहण करते उत्तर हूँ कौन उपगुप्त कौन हम उपगुप्त ओके उपगुप्त तो यहाँ आंसर तेणु नेक्स्ट प्रश्न देखिए बौद्ध धर्म ग्रहण करी अशोक चंडाशोकरू डैश रे परिणत हेले अशोक चंडाशोकरू धर्माशोकरे परिणत हेले कोठी धर्माशोकरे परिणत हेले नेक्स्ट प्रश्न अशोक भेरीघोष परिवर्ते डैश पई आह्वान देते अशोक भेरीघोष परिवर्ते धर्मघोषर आह्वान देते भेरीघोष माने कौन भेरीघोष माने युद्ध घोषणा करवा धर्म घोषणा करवा माने धर्म घोषणा करवा बा धर्म प्रचार करवा ठीक अच्छे धर्मघोष ये हम नेक्स्ट प्रश्न पूर्वर बिहार यात्रा परिवर्ते अशोक डैश यात्रा आरंभ करते पूर्वर बिहार यात्रा परिवर्ते अशोक धर्म यात्रा आरंभ करते नेक्स्ट प्रश्न अशोक राजधानी डैश ठारे तृतीय बौद्ध सम्मेलन आयोजन करते अशोक केउठारे तृतीय बौद्ध सम्मेलन आयोजन करते अशोक कोठी पाटलिपुत्र ठारे कोठी पाटलिपुत्र ठारे तृतीय बौद्ध सम्मेलन आयोजन करते मन रखिए पे नेक्स्ट प्रश्न तृतीय बौद्ध सम्मेलन में डैश सभापतित्व करते बहुत बार प्रश्न आसे किए सभापतित्व करते तृतीय बौद्ध सम्मेलन में से होचंदी मोगलीपुत्र तिस्सा देखिए नेक्स्ट प्रश्न अशोक निजर पुत्र डैश और कन्या डैश को धर्म प्रचार निमंते सिंहल पठाइले नहीं काहाकू से धर्म प्रचार निमंते सिंहल पठाई थिले अशोक निजर पुत्र होचंदी महेंद्र और कन्या संघमित्रा महेंद्र और संघमित्रा को से कौन पठाइले कोठी की ना सिंहल बा श्रीलंका को पठाइले नेक्स्ट प्रश्न डैश नाम नियुक्त कर्मचारी लोक मानकर आध्यात्मिक उन्नति पाई जनसाधारण को शिक्षा देउथिले माने अशोक एमान को नियुक्ति देइथिले से माने कौन जनसाधारण को शिक्षा देउथिले धर्म बा आध्यात्मिक उन्नति पाई तो कौन हम उत्तर से होचंदी धर्म महामात्र कौन धर्म महामात्र नेक्स्ट प्रश्न डैश को प्रचेष्टा रे बौद्ध धर्म एक विश्व धर्म रे परिणत होइतिला कहाँ को प्रचेष्टा रे उत्तर होची अशोकंकर प्रचेष्टा रे अशोकंक प्रचेष्टा रे कौन ना बौद्ध धर्म एक विश्व धर्म रे परिणत होइतिला नेक्स्ट प्रश्न देखिबा नेक्स्ट प्रश्न होचे डैश थिला कलिंगर मुख्य शासन केंद्र नहीं कि कलिंग गोटे प्रदेश हो गला आगुरी 4टी प्रदेश थिला एबे 5टी प्रदेश हो गला अशोक समय रे आउ कौन ना कलिंग रो मुख्य शासन कौन थिला तो जे तोशाली तरेओकार तोशाली ओके नेक्स्ट प्रश्न भुवनेश्वर निकटवर्ती डैश और गंजाम जिला डैश ठारे अशोक शिलानुशासन रही भुवनेश्वर निकटवर्ती कौन धौली ठारे और गंजाम जिलार जौगड़ ठारे अशोक शिला अनुशासन रही नेक्स्ट प्रश्न समस्त मनुष्य माने मोर संतान सदृश यह किए कहते समस्त मनुष्य मोर संतान सदृश यह कहते अशोक कहते नेक्स्ट प्रश्न अशोक सीरियार शासक डैश राजा संपर्क स्थापन करते नहीं सीरियार शासक डैश राजा सुसंपर्क स्थापन करते से होचंती द्वितीय आंडियोकस नेक्स्ट प्रश्न मिस्र शासक डैश राजा सुसंपर्क स्थापन करते तेणु मिस्र शासक डैश राजा अशोक सुसंपर्क स्थापन करते से होचंती किए ना द्वितीय टॉलेमी फिलाडेल्फोस नेक्स्ट प्रश्न देखिबा नेक्स्ट प्रश्न मैसिडोनियार शासक
ଡ୍ୟାସ୍ ରାଜାଙ୍କ ସହ ସୁସମ୍ପର୍କ ସ୍ଥାପନ କରିଥିଲେ। ମେସିଡୋନିଆର ଶାସକ ଆଣ୍ଡିଗୋନାସଙ୍କ ସହିତ ଅଶୋକ ସୁସମ୍ପର୍କ ସ୍ଥାପନ କରିଥିଲେ। ନେକ୍ସଟ ପ୍ରଶ୍ନ, ଡ୍ୟାସ୍ ଦେବାନାଙ୍ଗ ପ୍ରିୟଦର୍ଶୀ ଭାବରେ ଇତିହାସରେ ପ୍ରସିଦ୍ଧ। ଦେବାନାଙ୍ଗ ପ୍ରିୟଦର୍ଶୀ ଭାବରେ ଇତିହାସରେ କିଏ ପ୍ରସିଦ୍ଧ? ଅଶୋକ ପ୍ରସିଦ୍ଧ। ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା କିଏ? ନା ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଦେଖିବା ଲାଷ୍ଟ ପ୍ରଶ୍ନ, ଅଶୋକଙ୍କର ପିତାଙ୍କ ନାମ କ'ଣ? ଅଶୋକଙ୍କର ପିତାଙ୍କ ନାମ ହେଉଛି ବିନ୍ଦୁସାର। ପିଲାମାନେ ଏଇଠି ମୁଁ 30ଟି ପ୍ରଶ୍ନ ଆଲୋଚନା କଲି, ଯେଉଁଟାକି କଳିଙ୍ଗ ଯୁଦ୍ଧ ଉପରେ ଯେକୌଣସି ପ୍ରଶ୍ନ ଆସିବ ଏଇ ପ୍ରଶ୍ନ ଗୁଡ଼ିକରୁ ଆସିବ। ଏଇଟା ବ୍ୟୁରୋ ବହିର ପ୍ରଶ୍ନ। ଏବେ କଳିଙ୍ଗ ଯୁଦ୍ଧର ତାର ଉତ୍ତର ଗୁଡ଼ିକ ଦେଖିଦେବା। 1 ଖ୍ରୀଷ୍ଟପୂର୍ବ 261, 2 ଧନନନ୍ଦ, 3 ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, 4 ବିନ୍ଦୁସାର ଓ ଅଶୋକ, 5 ଖ୍ରୀଷ୍ଟପୂର୍ବ 273, 6 ଖ୍ରୀଷ୍ଟପୂର୍ବ 269। ପିଲାମାନେ ଏଇ ପ୍ରଶ୍ନ ଉତ୍ତର ଗୁଡ଼ିକୁ ମନେ ପକାଇ ପ୍ରଶ୍ନଗୁଡ଼ିକୁ ମନେ ପକାଇ ପାରିବ। ଉତ୍ତର ଗୁଡ଼ିକୁ ଦେଖି ପ୍ରଶ୍ନଗୁଡ଼ିକୁ ମନେ ପକାଇବ, ଯାହାଫଳରେ କି ତୁମର ମନେ ରହିଯିବ। 7 ଅଷ୍ଟମ ବର୍ଷରେ, 8 ଲାମା ତାରନାଥଙ୍କର, 9 କାରୁବାକି, 10 ଦୟାନଦୀ, 11 ତ୍ରୟୋଦଶ, 12 1 ଲକ୍ଷ ଓ 1,50,000, 13 ଉପଗୁପ୍ତ, 14 ଧର୍ମାଶୋକରେ, 15 ଧର୍ମଘୋଷ, 16 ଧର୍ମଯାତ୍ରା, 17 ପାଟଳିପୁତ୍ର ଠାରେ, 18 ମୋଗଲିପୁତ୍ର ତିସା, 19 ମହେନ୍ଦ୍ର ଓ ସଂଘମିତ୍ରା, 20 ଧର୍ମ ମହାମାତ୍ର, 21 ଅଶୋକ, 22 ତୋଷାଳୀ, 23 ଧଉଳି ଓ ଜୌଗଡ଼। ତାପରେ ଦେଖିବା 24 ଅଶୋକ, 25 ଦ୍ୱିତୀୟ ଆଣ୍ଡିଓକସ୍, 26 ଦ୍ୱିତୀୟ ଟଲେମି ଫିଲାଡେଲଫସ୍, 27 ଆଣ୍ଡିଗୋନାସ୍, 28 ଅଶୋକ, 29 ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, 30 ବିନ୍ଦୁସାର। ଠିକ୍ ଅଛି, ତେଣୁ ସମସ୍ତେ ଗୋଟିଏ ଲାଇକ୍ କରିଦେବେ, ଆଉ ନିଶ୍ଚୟ এই ଭିଡ଼ିଓଟିକୁ ସମସ୍ତଙ୍କୁ ଯେତେ ବି ହିଷ୍ଟ୍ରି ପିଲା ଅଛନ୍ତି ସମସ୍ତଙ୍କୁ ସେୟାର କରିବେ, ଏବଂ ଯେଉଁମାନେ ନୂଆ କରି ଦେଖୁଛନ୍ତି ସେମାନେ ଏହି ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିବେ, ଯାହାଫଳରେ କି ବିନା ଆୟାସରେ ନୋଟିଫିକେସନ୍ ଆପଣ ପାଇଯିବେ। କିନ୍ତୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କରିବାକୁ ଭୁଲିବେ ନାହିଁ। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ଭେରି ମଚ୍। ବନ୍ଦେ ଉତ୍କଳ ଜନନୀ।